आपण ମାନେ ତ ଜାଣିଥିବେ ଏବେ ସରକାରଙ୍କ ଯେଉଁ ଆୟୁଷ୍ମାନ କାର୍ଡ଼ ଲଞ୍ଚ ହେଇଛି ସେଥିରେ ମାଗଣାରେ ଆପଣମାନେ ଚିକିତ୍ସିତ ହୋଇପାରିବେ ଯେକୌଣସି ମେଡ଼ିକାଲ କାମରେ। ତ ପ୍ରତି କାର୍ଡ଼ରେ 5 ଲକ୍ଷ ଟଙ୍କା ଆସିଥାଏ ଏବଂ ସେହି 5 ଲକ୍ଷରୁ ଆପଣ ବିଭିନ୍ନ ମେଡ଼ିକାଲ ଖର୍ଚ୍ଚରେ ଆପଣ ଖର୍ଚ୍ଚ କରିପାରିବେ। ତ କିନ୍ତୁ କେବେ ଜାଣିଛନ୍ତି କି ସେ 5 ଲକ୍ଷରୁ ଆପଣ କେତେ ଖର୍ଚ୍ଚ କରିଛନ୍ତି ଆଉ ଆପଣଙ୍କର କେତେ ବଳକା ବାଲାନ୍ସ ଅଛି ଏବଂ କେଉଁ କେଉଁ ମେଡ଼ିକାଲରେ ଏସବୁ ଖର୍ଚ୍ଚ କରିଛନ୍ତି ଏସବୁ ଇନଫର୍ମେସନ୍ ଆପଣ ଅନଲାଇନରେ ଜାଣିପାରିବେ। ତେବେ ଆପଣ ବି ଯଦି ଜାଣିବାକୁ ଚାହୁଁଛନ୍ତି ଯେ ଆପଣଙ୍କର ଆଉ ବାଲାନ୍ସ କେତେ ଅଛି ତାହେଲେ ଭିଡ଼ିଓକୁ ଶେଷ ଯାଏଁ ଦେଖନ୍ତୁ। ଜୟ ଜଗନ୍ନାଥ ଫ୍ରେଣ୍ଡ, ୱେଲକମ୍ କରୁଛି ବୌଦ୍ଧ ଆର୍ଟ ୟୁଟ୍ୟୁବ୍ ଚ୍ୟାନେଲକୁ। ଆଉ ଏକ ନ୍ୟୁ ଭିଡ଼ିଓ ସହ ଲାଇକ୍ କରିବେ ଏବଂ ଚ୍ୟାନେଲକୁ ନ ଆସିଥିଲେ ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ଆଇକନକୁ ପ୍ରେସ୍ କରିବେ। ଚାଲନ୍ତୁ ବିନା ଟାଇମ୍ ୱେଷ୍ଟ କରି ଆଜିର ଭିଡ଼ିଓ ଷ୍ଟାର୍ଟ କରିବା। ତେବେ ଆୟୁଷ୍ମାନ କାର୍ଡ଼ର ବାଲାନ୍ସ ଚେକ୍ କରିବା ପାଇଁ ଆମକୁ ଗୋଟିଏ ଆପ୍ଲିକେସନ୍ ଇନଷ୍ଟାଲ୍ କରିବାକୁ ପଡ଼ିବ, ଯାହାକି ଗଭର୍ଣ୍ଣମେଣ୍ଟର ଆପ୍ଲିକେସନ୍। ତ ଆପ୍ଲିକେସନ୍ଟି ଇନଷ୍ଟାଲ୍ କରିବା ପାଇଁ ପ୍ରଥମେ ମୋବାଇଲରେ ଥିବା ପ୍ଲେ ଷ୍ଟୋରକୁ ଓପନ୍ କରନ୍ତୁ। ଆଉ ପ୍ଲେ ଷ୍ଟୋରକୁ ଆସିଲା ପରେ ଏଠି ସର୍ଚ୍ଚ ବାରରେ ଟାଇପ୍ କରନ୍ତୁ ଆୟୁଷ୍ମାନ ଆପ୍। ତ ଆୟୁଷ୍ମାନ ଆପ୍ସ ଲେଖି ସର୍ଚ୍ଚ କଲା ପରେ ଏହି ଆପ୍ଲିକେସନ୍ଟା ଆସିଛି ଦେଖନ୍ତୁ। ତ ଏହି ଆୟୁଷ୍ମାନ ଆପ୍ଲିକେସନ୍ଟି ଆପଣ ଡାଉନଲୋଡ଼୍ କରିନେବେ ଏବଂ ମୁଁ ପୂର୍ବରୁ ଡାଉନଲୋଡ଼୍ କରିସାରିଛି। ଏବେ ଓପନ୍ କରିନେବେ। ତ ଓପନ୍ କରିନେଲି। ଓପନ୍ କରିସାରିଲା ପରେ ଏଠି ସବୁ ସାରା ଫିଲ୍ଅପ୍ କରିନେବେ ଏବଂ ଯେତିକି ବି କଣ୍ଡିସନ୍ ମାଗ ସବୁ ଏଗ୍ରି କରିନେବେ ଏବଂ କିଛି ସମୟ ୱେଟ୍ କରିନେବେ। ତ ଦେଖନ୍ତୁ ଆପ୍ଲିକେସନ୍ଟି ସମ୍ପୂର୍ଣ୍ଣ ଓପନ୍ ହୋଇଯାଇଛି। ଓପନ୍ ହେଲା ପରେ ଏଇଠି ଏମିତି କିଛି ଅପସନ୍ ଆସିବ। ତ ପ୍ରଥମେ ସିଲେକ୍ଟ ଲାଙ୍ଗୁଏଜ୍ ଅପସନ୍ ଅଛି, ତାପରେ ଲଗ୍ଇନ୍ ଅଛି। ତ ସର୍ଭିସେସ୍ର ତଳକୁ ଦେଖନ୍ତୁ ୱାଲେଟ୍ ବାଲାନ୍ସ କହିକି ଗୋଟେ ଅପସନ୍ ଥିବ। ଏହି ୱାଲେଟ୍ ବାଲାନ୍ସ ଉପରେ କ୍ଲିକ୍ କରନ୍ତୁ ଏବଂ ୱାଲେଟ୍ ବାଲାନ୍ସ ଉପରେ ଯେତେବେଳେ କ୍ଲିକ୍ କରିଛନ୍ତି ଏଠି ଷ୍ଟେଟ୍ ସିଲେକ୍ଟ କରିବେ ଏବଂ PMJYID ଯେଉଁ କାର୍ଡ଼ ପାଇଥିବେ ଆପଣ ସେହି କାର୍ଡ଼ର ନମ୍ବରଟି ଏଠି ଏଣ୍ଟର କରିବେ ଏବଂ ଆଧାର ନମ୍ବର ଲାଷ୍ଟ 6 ନମ୍ବର ଏଠି ଏଣ୍ଟର କରିବେ। ତ ପ୍ରଥମେ ଷ୍ଟେଟ୍ ସିଲେକ୍ଟ କରିନେଉଛି, ଯାହାକି ଆମର ଓଡ଼ିଶା। ତ ମୁଁ ପ୍ରଥମେ ଓଡ଼ିଶା ସିଲେକ୍ଟ କରିନେଲି ଏବଂ ତାପରେ କାର୍ଡ଼ ସେଇ ଆଇ ଡ଼ି କାର୍ଡ଼ର ନମ୍ବର ଏଠି ଏଣ୍ଟର କରିବେ। ଯେମିତି ଦେଖନ୍ତୁ ମୁଁ ଆଇ ଡ଼ି କାର୍ଡ଼ର ନମ୍ବରଟି ଏଠି ଏଣ୍ଟର କରିନେଉଛି। ତ କାର୍ଡ଼ ନମ୍ବର ଏଣ୍ଟର କରିନେଲି ଏବଂ ଲାଷ୍ଟ 3 ନମ୍ବରରେ ଆଧାର କାର୍ଡ଼ର ଶେଷ 6 ଅଙ୍କର ଆଧାର ନମ୍ବରଟି ଏଠି ଏଣ୍ଟର କରିନେଲି। ତାପରେ ୱାଲେଟ୍ ବାଲାନ୍ସ ଉପରେ କ୍ଲିକ୍ କରିବି ଏବଂ ୱାଲେଟ୍ ବାଲାନ୍ସ ଉପରେ କ୍ଲିକ୍ କଲା ପରେ କିଛି ସମୟ ୱେଟ୍ କରିବେ ଏବଂ ପ୍ରୋସେସିଂ ୟୋର ରିକ୍ୱେଷ୍ଟ ଲେଖିବ। ଦେଖନ୍ତୁ ଏଠି ସମ୍ପୂର୍ଣ୍ଣ ଦେଖନ୍ତୁ ଯେଉଁ 5 ଲକ୍ଷ ଟଙ୍କା ମୋ କାର୍ଡ଼ରେ ଅଛି ସେଇ 5 ଲକ୍ଷ ଟଙ୍କା ଏବେ ମଧ୍ୟ ମହଜୁଦ ଅଛି। ମୁଁ ଏପର୍ଯ୍ୟନ୍ତ କିଛି ବି ଖର୍ଚ୍ଚ କରିନି। ତ ଏଇଭଳି ଭାବରେ ଥରେ ଚେକ୍ କରନ୍ତୁ ଯେ ଆପଣଙ୍କର ଆୟୁଷ୍ମାନ କାର୍ଡ଼ର ବାଲାନ୍ସ ବର୍ତ୍ତମାନ କେତେ ଅଛି ଆଉ କେତେ ଖର୍ଚ୍ଚ କରିସାରିଛନ୍ତି। ତ ଏଇଠି ଆପଣ ବାଲାନ୍ସ ଚେକ୍ କରିପାରିଲେ, କିନ୍ତୁ ବ୍ୟାକ୍ ଆସନ୍ତୁ। ବାଲାନ୍ସ ଚେକ୍ କରିବା ସହ ଏଇଠି ଦେଖନ୍ତୁ ଟ୍ରିଟମେଣ୍ଟ ସର୍ଭିସ୍ କହିକି ଗୋଟେ ଅପସନ୍ ଅଛି। ଏହାରି ଉପରେ ଯଦି କ୍ଲିକ୍ କରିଛନ୍ତି ଯେଉଁଠି ବି ଆପଣ କେଉଁ କେତେ କେତେ ଖର୍ଚ୍ଚ କରିଛନ୍ତି ସେଇଠି ଆପଣ ଦେଖିପାରିବେ। କିମ୍ବା ଦେଖନ୍ତୁ ମୁଁ ସେଇ ଟ୍ରିଟମେଣ୍ଟ ସର୍ଭିସ୍ ଉପରେ କ୍ଲିକ୍ କଲି, ଯେମିତି ମୋର କିଛି ବି ଖର୍ଚ୍ଚ କରିନାହିଁ ତ କୌଣସି ମେଡ଼ିକାଲକୁ ଯାଇନି ସେଠି ଶୋ କରିବ ନାହିଁ। ତ ଯଦି ଆପଣ କେତେ କେତେ ଖର୍ଚ୍ଚ କରିଛନ୍ତି କ'ଣ ସେଇ ସର୍ଭିସେସ୍ ହିଷ୍ଟ୍ରି ଏଇଠି ମଧ୍ୟ ଶୋ କରିବ। ତାପରେ ମୋର ସର୍ଭିସେସ୍ ଅଛି। ମୋର ସର୍ଭିସେସ୍ରେ ବହୁତ ସାରା ଅପସନ୍ ଅଛି, ଯେମିତିକି ଏଇଠି ଇ କାର୍ଡ଼ର ଅପସନ୍ ଅଛି, ୱାଲେଟ୍ ବାଲାନ୍ସ ଏବଂ ଫାଇଣ୍ଡ ହସ୍ପିଟାଲ। ଏଠି ଆପଣ କେଉଁ କେଉଁ ହସ୍ପିଟାଲରେ ଏହି କାର୍ଡ଼ ଉପଲବ୍ଧ ଅଛି, କେଉଁ ହସ୍ପିଟାଲରେ ଏହି କାର୍ଡ଼କୁ ଉପଯୋଗ କରିପାରିବେ ତାହା ମଧ୍ୟ ଏଠି ସର୍ଚ୍ଚ କରି ଦେଖିପାରିବେ। ଏମିତି କିଛି ଅପସନ୍ ଅଛି, କିନ୍ତୁ ଦେଖନ୍ତୁ ଏଇଠି ଯେଉଁଠି ଲକ୍ ଚିହ୍ନ ଅଛି ଏହି 3ଟି ଅପସନ୍ ଏପର୍ଯ୍ୟନ୍ତ ଏନାବଲ୍ ହୋଇନାହିଁ। ତ ଏଇଭଳି ଭାବରେ ସିମ୍ପଲି ଭାବରେ ଆପଣ ଅଲଗା କିଛି କାମ କରିନପାରିଲେ ବି ପ୍ରଥମେ ୱାଲେଟ୍ ବାଲାନ୍ସ ନିଶ୍ଚିନ୍ତ ଚେକ୍ କରିପାରିବେ ଯେ ଆପଣଙ୍କର ଆୟୁଷ୍ମାନ କାର୍ଡ଼ରେ କେତେ ବାଲାନ୍ସ ଅଛି ଆଉ କେତେ ଖର୍ଚ୍ଚ ହୋଇଛି। ତ ଏହିଭଳି ଭାବରେ ଆପଣ ଥରେ ନିହାତି ଚେକ୍ କରନ୍ତୁ ନିଜର ଆୟୁଷ୍ମାନ କାର୍ଡ଼ର ବାଲାନ୍ସକୁ। ଏବଂ ଆଜିର ଭିଡ଼ିଓ ଏଇଠି ଏଣ୍ଡ କରିବା। ପୁଣି ଦେଖାଉ କିଛି ନୂଆ ଭିଡ଼ିଓରେ। ସେତେବେଳେ ଯାଏଁ ରହିଲି। ଜୟ ଜଗନ୍ନାଥ।